ଅନ୍ଧାରରେ ଯିବା ଚୁଲି ପାଖକୁ ବୋଉ କ'ଣ କରୁଛି ଦେଖିବା। କେମିତି ଅନ୍ଧାର ହେଇଛି ଦେଖନ୍ତୁ। ଆମର ଏଇ ଛୋଟ ମୋଟ ଭଙ୍ଗା କୁଡ଼ିଆ ଘରେ ବୋଉ କ'ଣ କରୁଛି। ବିରି ଯେହେତୁ ମୁଁ ବାଟିକି ରଖିଦେଇଥିଲି ତ ସେଇ ବିରି ବଟାରେ ବୋଉ ଭୃସଙ୍ଗ ପତ୍ର ଆଉ କଞ୍ଚା ଲଙ୍କା ସୋଡ଼ା ଏମିତି କ'ଣ ପିଆଜ ସବୁ ପକେଇକି ବରା ସେକା ବରା କରିଥିଲା। ତ ମୁଁ ବି ଯାଇ ସେଠି ଟିକେ ବସି ପଇଲି। ବିଲେଇ ଯୋଉଠି ଥିଲେ ବି ସୁଙ୍ଗି ସୁଙ୍ଗି ପଳେଇ ଆସେ। କ'ଣ ହେଉଛି ସେମିତି ମୁଁ ଆମ ଘରେ ଗୋଟେ ବିଲେଇ ବୋଉ ଯେତେବେଳେ ଯାହା ବି କରେ ମୁଁ ସୁଙ୍ଗି ସୁଙ୍ଗି ପଳେଇ ଆଉ ତାକୁ ମୁଁ ହିଁ ଫାଷ୍ଟ ଖାଏ। ମୋତେ ଏଇ ପିଠା ବହୁତ ପସନ୍ଦ, ସଫ୍ଟ ଲାଗେ ଆଉ ଟେଷ୍ଟି ବି ଲାଗେ। ବୋଉ ପୁଣି କରୁଛି ମାଆମାନଙ୍କ ହାତରେ ତ ଯାହା ବି ତିଆରି କରିଦେଲେ ଟେଷ୍ଟି ଲାଗିବ, ସେଇଟା କିନ୍ତୁ ଆମ ହାତରେ ତିଆରି କଲେ ସେଇଟା କେବେ ବି ହେବନି। ଏଠି କଢ଼େଇରୁ ବାହାରିଛି କି ନାହିଁ ମୁଁ କହିଲି ମୋତେ ସେଇଥିରୁ ଖଣ୍ଡେ ଦେ, ମୁଁ ଟିକେ ଚାଖେ କେମିତି ଲାଗୁଛି। ମୁଁ ବି ଟିକେ ଚାଖିଦେଲି, ବଢ଼ିଆ ଲାଗୁଛି। ଆଉ ମୁଁ କହିଲି ଏଠି ଗରମ ହେଉଛି, ମୁଁ ଯାଉଛି ଘରକୁ, ତୁ ବନେଇକି ଘରକୁ ଆଣିକି ଆସେ, ମୁଁ ସେଇଠି ବସି ଖାଇବି। ଆଉ ସେ ଆଣି ସାରିଲା ପରେ ମୋତେ ଦେଇଦେଲା। ପିଠାରେ ବହୁତ ତେଲ ଲାଗିଛି କିନ୍ତୁ କ'ଣ କରିବା, ଲୋଭ ତ ଛାଡ଼ୁନି ନା। ଆଉ ସେଠି ବି ବସିକି ଘରେ ବସିକି ବି ମୁଁ ଢେର ସାରା ଖାଇଦେଲି। ଏଠି ଚଷମା ଲଗେଇକି ମୁଁ ଭିଡ଼ିଓ ଏଡ଼ିଟ୍ କରିଥିଲି, ତା ଭିତରେ ସେ ନେଇ ଆସିଲା ଆଉ ଏଠି ପେଟ ଶାନ୍ତି କରି ଖାଇଦେଲି। ବୋଉ ହାତ ରନ୍ଧା କାହାକୁ ସବୁ ପସନ୍ଦ ମୋତେ କମେଣ୍ଟରେ ନିହାତି କହିବେ। ଆଉ ଆପଣମାନଙ୍କ ମାଆମାନଙ୍କୁ କ'ଣ ଡାକନ୍ତି ସେଇଟା ବି ମୋତେ କମେଣ୍ଟରେ ନିହାତି କହିବେ।